ପିଲାମାନେ, ମୁଁ ଆଜି ତୁମକୁ ଜଣେ ଏଭଳି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ କହିବି ଯାହା ତୁମେମାନେ ଜାଣିବା ନିତାନ୍ତ ଆବଶ୍ୟକ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମହାନ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ। ଜୟୀ ରାଜଗୁରୁ କେବଳ ଜଣେ ମହାନ ରାଜପୁରୋହିତ ନୁହନ୍ତି, ବରଂ ଜଣେ ଦକ୍ଷ ସେନାଧ୍ୟକ୍ଷ ତଥା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ଓଡ଼ିଶାରୁ ଜାତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରଥମ ଶହୀଦ ହୋଇଥିଲେ। ତାଙ୍କର ପୁରା ନାମ ଜୟକୃଷ୍ଣ ରାଜଗୁରୁ ମହାପାତ୍ର। ତାଙ୍କ ବାପାଙ୍କ ନାମ ଶ୍ରୀଚନ୍ଦ୍ର ରାଜଗୁରୁ ଓ ମାତାଙ୍କ ନାମ ହାରାମଣୀ ଦେବୀ। ସେ 1739 ମସିହା ଅକ୍ଟୋବର 29ରେ ପୁରୀ ଜିଲ୍ଲା ବୀର ହରେକୃଷ୍ଣପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ସେ ଖୁବ୍ କମ୍ ବୟସରେ ବେଦ, ଭାରତୀୟ ପୁରାଣ ଏବଂ ଅନ୍ୟାନ୍ୟ ଶାସ୍ତ୍ରଗୁଡ଼ିକ ସହିତ ଭଲ ଭାବେ ପରିଚିତ ହୋଇଥିଲେ। ସେ 1000 ଶ୍ଲୋକ ଲେଖିବାର ଶ୍ରେୟ ପାଇଥିଲେ। ଗଜପତି ରାଜା ଦିବ୍ୟସିଂହ ଦେବଙ୍କର ସେ ଥିଲେ ରାଜଗୁରୁ ଏବଂ ମନ୍ତ୍ରୀ। ଇଂରେଜ ସରକାରଙ୍କର କୁଶାସନ, ଶୋଷଣ ଓ ଅତ୍ୟାଚାର ବିରୋଧରେ ସେ ଖୋର୍ଦ୍ଧାର ପାଇକମାନଙ୍କୁ ଏକଜୁଟ କରି ଲଢ଼େଇ କରିଥିଲେ। ତାଙ୍କର ଭାଷଣ ଧାରୁଆ ଅସ୍ତ୍ର ପରି ଥିଲା। ତାଙ୍କ ଡାକରାରେ ପାଇକ ଜାତି ମିଳିତ ହୋଇଥିଲେ। ସମସ୍ତେ ମିଶି ଇଂରେଜ ଶାସକମାନଙ୍କ ବିରୋଧ କରିଥିଲେ। ଇଂରେଜ ଶାସନର ବିରୋଧରେ 1817 ମସିହାରେ ପ୍ରଜା ଆନ୍ଦୋଳନ ହୋଇଥିଲା। ସେହି ଆନ୍ଦୋଳନର ପ୍ରମୁଖ ଭୂମିକା ନେଇଥିଲେ ଜୟୀ ରାଜଗୁରୁ। ଶେଷରେ ଇଂରେଜ ସରକାର ତାଙ୍କୁ 1806 ମସିହା ଡିସେମ୍ବର 6 ତାରିଖରେ ବନ୍ଦୀ କରିଲେ। ମେଦିନପୁରର ବାଘତୋଟା ନାମକ ସ୍ଥାନରେ ତାଙ୍କର ବିଚାର ହେଲା। ଗୋଟିଏ ବରଗଛର 2ଟି ଡାଳରେ ତାଙ୍କୁ ବନ୍ଧନ କରି ଫାଶୀ ଦିଆଗଲା। ସେ ଜୀବନ ହାରିଲେ, ପରନ୍ତୁ ଇଂରେଜ ଶାସକମାନଙ୍କର ଅଧୀନତା ସେ ସ୍ୱୀକାର କଲେ ନାହିଁ। ରାଜଗୁରୁଙ୍କର ଦେଶପ୍ରୀତି ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଲା। ତାଙ୍କର ତ୍ୟାଗ ବଳରେ ଉତ୍କଳ ମାତା ଧନ୍ୟ ହେଲା। ପିଲାମାନେ, କାହାଣୀଟି କିପରି ଲାଗିଲା ତୁମେମାନେ ନିଶ୍ଚୟ କମେଣ୍ଟ କରି ଜଣାଇବ।